ଆପଣ ମାନେ ଦେଖନ୍ତୁ କେତେ ଧାନ ଗୋଦାମ ହେଇଛି। କେଉଁଠି ଗୋଦାମ ହେଇଛି ଆଉ କ'ଣ ପାଇଁ ଏତେ ଧାନ ଗୋଦାମ ହେଇଛି ଆସନ୍ତୁ ଦେଖିବା। ହ୍ୟାଲୋ ହାଇ ଜୟ ଜଗନ୍ନାଥ ସାଙ୍ଗମାନେ। ମୁଁ କାଲି ସୋସାଇଟି ଅଫିସ୍ ଯାଇଥିଲି କାରଣ ଆମ ଗୋଷ୍ଠୀର ପଇସା ଡିପୋଜିଟ୍ ହେବାର ଥିଲା। ଦେଖନ୍ତୁ ମୁଁ ସୋସାଇଟି ଅଫିସ୍ ଭିତରେ ଅଛି। ପଇସା ଡିପୋଜିଟ୍ ପାଇଁ ସିଗ୍ନେଚର୍ କରିସାରିଛି। ଡିପୋଜିଟ୍ କରି ରିସିପ୍ଟ ଦେଲେ ମୁଁ ରିସିପ୍ଟ ନେଇ ଯିବି। ଡିପୋଜିଟ୍ ସରିଛି। ଏଠି ଦେଖିପାରୁଥିବେ କେତେ ଧାନ ଗୋଦାମ ହେଇଛି ସୋସାଇଟି ଅଫିସ୍ ବାହାରେ। କାରଣ ଚାଷୀମାନେ ଆଣି ସବୁ ଧାନଟି ଗୋଦାମ କରିଛନ୍ତି ବିକ୍ରି ପାଇଁ। ଏଠି ମାପା ଚାଲିଛି। ସବୁ ଚାଷୀମାନେ ଏଠି ରୁଣ୍ଡ ହେଇଛନ୍ତି। ଗାଡ଼ି ଆସିଛି ଧାନ ନେବା ପାଇଁକି। ଗେଟ୍ ବାହାରେ ବଡ଼ ଟ୍ରକ୍ ଠିଆ ହେଇଛି, ସେଥିରେ ଧାନ ଯିବ। ଚାଷୀଟିଏ ତାର କଷ୍ଟଫଳ ସେତେବେଳେ ପାଏ ଏବେ ଧାନ ଅମଳ କରିକି ତାକୁ ବିକ୍ରି କରିକି ତାର ପଇସା ହାତରେ ଧରିଲା ପରେ ସେମାନଙ୍କର କଠିନ ପରିଶ୍ରମର ଫଳ ମିଳିଥାଏ। ସେହି ପଇସା ନେଇ ସେମାନଙ୍କର ପରିବାର ପ୍ରତିପୋଷଣ କରନ୍ତି। ତାପରେ ମୁଁ ବହି ଦୋକାନ ଗଲି କାରଣ ମୋ ସାନ ଝିଅ ପାଇଁ ସିଲଟ ଆଣିବାର ଥିଲା, ବଡ଼ ଝିଅ ପାଇଁ ପେନ୍ ଆଣିବାର ଥିଲା। ଦୋକାନୀ ଭାଇ ଏବେ ସିଲଟ କାଢୁଛନ୍ତି। ତାପରେ ସିଲଟଟି ନେଇ ମୁଁ ଘରକୁ ଆସିଲି। ଦେଖନ୍ତୁ ଏଇ ସିଲଟଟି ଆଣିଛି। ଛୁଆ ଲେଖୁଛି। ସିଲଟଟି କେମିତି ହେଇଛି କୁହନ୍ତୁ ସାଙ୍ଗମାନେ।